ଦେଖ ଆମର ସୁଗର ଫ୍ୟାକ୍ଟ୍ରି ଚାଲୁ ହେବା ଆଗରୁ ମୁଁ ତ ଜନ୍ମ ହେଇନଥିଲି। ଆମର ଛକରେ ଗୋଟେ ନାଳ ଥିଲା, ସେଇଠି କଇଁ ଫୁଲ ଫୁଟୁଥିଲା। ମୁଁ ଯାହା ଶୁଣିବାରେ ପୂର୍ବପୁରୁଷ ସମୟରୁ କଇଁ ଫୁଲ ଫୁଟିଆ ସେଇ ହିସାବରେ କଇଁ ଛକ ହେଲେ ଆଜି ପର୍ଯ୍ୟନ୍ତ ପୂର୍ବପୁରୁଷ ଅମଳରୁ ଆମର ଚାଲିଛି। ଆଉ ଏବେ ସହଜ ପାଣି ଛକ ହେଇଛି। କ'ଣ କ'ଣ ଡେଭଲପ୍ କ'ଣ ହେବ କ'ଣ ନାହିଁ, ଗାଁରେ ପାଣି ନାହିଁ, ଲାଇଟ୍ ଷ୍ଟ୍ରିଟ୍ ଲାଇଟ୍ ଛକରେ ଜଳୁନି। ଟୋଟାଲ 350 ଫୁଟ ଖୋଳିଲା ପରେ ବି ପାଣି ବାହାରୁନି, ପାଣିର ଅସୁବିଧା। ସେଇଟା କେମିତି ଡେଭଲପ୍ ହେବ ସବୁ ସେ ବିଷୟରେ ଆଲୋଚନା କରି କେମିତି କଲେ ସେଇଟା ଆହୁରି ଭଲ ହେବ। ଛକ ତ ଛକ, କାହା ଛକ ହେଉଛି ଆଉ, ଛକ ତ ସମସ୍ତଙ୍କର। କେମିତି ଡେଭଲପ୍ କରିବା କେମିତି କରିବା ସେ ବିଷୟରେ ଆଲୋଚନା କରିବା କେମିତି ହେବ। ନା ବଦଳେ ନା, ଆଜି ଅଛି କାଲି ବଦଳିବ, ଆଉ ଜଣେ କାହା ବଦଳିବ, ଏମିତି ତ ବଦଳୁଥିବ ଚାଲିଥିବ ଆଗରୁ। କିନ୍ତୁ ଆମର ତ ମୁଁ ଜନ୍ମ ହେଲାଠୁ ଆମେ ଜାଣିଛୁ ଯେ କଇଁପିଲିଆ ଛକ ବୋଲି। ଆଉ ଠିକ୍ ଭୁଲର କଥା ନାହିଁ, କେମିତି ଡେଭଲପ୍ ହେବ ଛକ ସେ ଚିନ୍ତା କରିବାକୁ ପଡ଼ିବ। ଛକ କେମିତି ଡେଭଲପ୍ ହେବ, ଛକର ପାଣି କେମିତି ସମସ୍ୟା ଦୂର ହେବ, ଲାଇଟ୍ ଲୋକଙ୍କର ସମସ୍ୟା କେମିତି ଦୂର, ସେଇଟା ଫାଷ୍ଟ ଆମେ ଦେଖିବା।